ଜୀବନରେ ମଣିଷ ସବୁକିଛି ଭୁଲିପାରେ, କିନ୍ତୁ କେବଳ ସେହି ସମୟକୁ ଛାଡ଼ି ଯେତେବେଳେ ତାର ଆପଣାର ଲୋକଙ୍କର ତାକୁ ଆବଶ୍ୟକତା ଥାଏ, କିନ୍ତୁ ତାକୁ ସାଥ ଦେବା ପାଇଁ ସେତେବେଳେ କାହା ପାଖରେ ବି ସମୟ ନଥାଏ। କାହା ପ୍ରତି ଆପଣ ଏତେ ବି ସମର୍ପିତ ହେବା ଜମାରୁ ବି ଉଚିତ ନୁହେଁ, ଯାହାଫଳରେ ଆପଣ ନିଜକୁ ନିଜେ ଭୁଲିବାରେ ଲାଗିବେ। ଅହଙ୍କାରରେ ବୁଡ଼ି ଅନ୍ଧ ହୋଇଯାଇଥିବା ଲୋକକୁ ତା ନିଜର ଭୁଲ ଦେଖାଯାଏ ନା ଅନ୍ୟର ଠିକ୍ ମଧ୍ୟ ଦେଖାଯାଏ। ଏହି ଦୁନିଆରେ ନିଜେ ଛିଡ଼ା ହୋଇ ଆଗକୁ ବଢ଼ିବାକୁ କେହି ବି ଚାହାନ୍ତି ନାହିଁ। ଆପଣ ଯେତେବେଳେ କହିବେ ମୁଁ ସଫଳ ହେବି ବୋଲି, ସେତେବେଳେ ଆପଣଙ୍କର ନିଜର ବୋଲି ଲୋକ କେହି ବି ରୁହନ୍ତି ନାହିଁ। ଆଉ ଯେବେ ବି ସଫଳତା ପାଇବେ ନା, ଲୋକେ ଅଗ୍ନିର ନିଆଁରେ ଜଳିବାକୁ ଲାଗିବେ। ତେଣୁ କେବେ ହେଲେ କାହା କଥା ନ ଶୁଣି ଆଗକୁ କାମ କରିଚାଲନ୍ତୁ। ସମ୍ପର୍କର ଲକ୍ଷ୍ୟ ଯୋଡ଼ନ୍ତୁ, କେହି ବି ନିଜର ହୁଅନ୍ତିନି। ବୁଝାମଣା କେବଳ କିଛି ସମୟ ପାଇଁ ହିଁ ରୁହେ, ପରେ ଆଖିରେ ଲୁହ ଛଡ଼ା ଆଖିରେ ଆଉ କିଛି ବି ରୁହେ ନାହିଁ। ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି, ତେବେ ନିଜ ମୁଣ୍ଡରୁ ଏହି 4ଟି କଥା ବାହାର କରିଦିଅନ୍ତୁ। 1ରେ ଲୋକେ କ'ଣ କହିବେ, 2ରେ ମୋର ଆଜି ମନେ ନାହିଁ, ଭୁଲି ଯାଇଛି, 3ରେ ମୋର ତ ଭାଗ୍ୟ ହିଁ ବହୁତ ଖରାପ, 4ରେ ଏହି କାର୍ଯ୍ୟ କରିବାକୁ ମୋ ପାଖରେ ସମୟ ହିଁ ନାହିଁ। ଜୀବନରେ ବାରମ୍ବାର ରାସ୍ତା ପରିବର୍ତ୍ତନ କରିବା ଠାରୁ ବହୁତ ଭଲ ହୋଇଥାଏ ନିଜର ରାସ୍ତାକୁ ନିଜେ ତିଆରି କରିବା। ପରିଚୟ ଯେତେ ବି ଛୋଟ ହେଉନା କାହିଁକି, ପ୍ରଥମେ ନିଜ ଶକ୍ତିରେ ହିଁ ହେବା ଦରକାର। ମନୁଷ୍ୟର ପ୍ରକୃତ ଚରିତ୍ର ତାର ଭାଷାରେ ହିଁ ହୋଇଥାଏ। ଯେଉଁମାନେ ଅନ୍ୟର ସଂଘର୍ଷ ଦେଖିଥାନ୍ତି, ସେମାନେ ନିଜର ଭିତରେ ହୋଇଥିବା ସଂଘର୍ଷର ମୂଲ୍ୟ କ'ଣ ବୁଝିଥାନ୍ତି। ନହେଲେ ଅନ୍ୟମାନେ ତ ଆପଣଙ୍କୁ କେବଳ ଭାଗ୍ୟଶାଳୀ ହିଁ ଭାବନ୍ତି। ଜୀବନରେ ସବୁବେଳେ ଗୋଟିଏ ପ୍ରତିଜ୍ଞା କରନ୍ତୁ, ଯେଉଁ କଥାରେ ନିଜ ମା ଆଉ ବାପାଙ୍କ ଆଖିରେ ଲୁହ ଆସେ, ଆପଣ ସେ କାମ କଦାପି କରନ୍ତୁ ନାହିଁ। ଯେଉଁ ବ୍ୟକ୍ତିମାନଙ୍କ ମୁହଁରେ ଭଗବାନଙ୍କ ପ୍ରତି ଅସ୍ତିତ୍ୱ ଅଛି, ସେମାନେ ଥରେ ନିଶ୍ଚିତ ଘରେ ଯାଇ ଦେଖି ଆସନ୍ତୁ, ଆଉ ସବୁବେଳେ ନିଜ ମୁହଁରେ ହସ ହିଁ ରଖନ୍ତୁ। କିଏ ଜାଣିଲା, କେହି ଦୁଃଖୀ ଲୋକ ଆପଣଙ୍କୁ ଦେଖି କାଳେ ତା ମୁହଁରେ ବି ହସ ଖେଳିଯିବ। ଜୀବନରେ ନିଷ୍ଠା ଆଉ ପ୍ରେମ କେବଳ ଭଗବାନଙ୍କ ଉପରେ ହିଁ ଛାଡ଼ି ଦିଅନ୍ତୁ, କାରଣ ଏହି 2 ଜଣ ଆପଣଙ୍କୁ କେବେ ହେଲେ ଧୋକା ଦିଅନ୍ତି ନାହିଁ। ଯେଉଁ କାମରେ ଆପଣଙ୍କ ଘର ଚଳିବା ସଙ୍ଗେ ସଙ୍ଗେ ତମର ପେଟକୁ ମଧ୍ୟ ଦାନା ପାଣି ମିଳିପାରୁଛି, ସେହି କାମକୁ କେବେ ବି ଛୋଟ ଭାବି ଘୃଣା କରିବା ଜମାରୁ ବି ଉଚିତ ନୁହେଁ। ନଚେତ୍ ଆପଣ ନିଜର ଜୀବନରେ କେବେ ବି ଉନ୍ନତି କରିପାରିବେ ନାହିଁ। ସମୟକୁ ବୁଝିବା କେବଳ ବୁଦ୍ଧିମାନ ଲୋକର ହିଁ ପରିଚୟ ହୋଇଥାଏ। ମହତ୍ତ୍ୱ ସବୁବେଳେ ନିଜକୁ ହିଁ ଅଧିକ ଦିଅନ୍ତୁ। ଯଦି ଅନ୍ୟକୁ ଦେବେ, ତେବେ ଆପଣ ନିଜର ଆତ୍ମସମ୍ମାନ ହରେଇ ବସିବେ। ପରିସ୍ଥିତି କେତେବେଳେ ବି ମଣିଷକୁ କେଉଁ ଜାଗାରୁ ଆଣି ସଫଳତାର ଆକାଶକୁ କେବଳ ସେମାନେ ହିଁ ଛୁଇଁ ପାରନ୍ତି, ଯିଏ ପ୍ରତିଶୋଧର ଜାଗାରେ ନିଜର କ୍ୟାରିୟର କଥା ଚିନ୍ତା କରିଥାନ୍ତି। ଯେଉଁ ବ୍ୟକ୍ତିର ମାନସିକ ଏବଂ ବିଚାରଧାରା ଭଲ ହୋଇଥାଏ, ଭଗବାନ ତାକୁ ସାହାଯ୍ୟ କରିବା ପାଇଁ କୌଣସି ନା କୌଣସି ରୂପରେ ଆସନ୍ତି। ସମୟ ସହିତ ନିଜକୁ ପରିବର୍ତ୍ତନ କରିବା ନିହାତି ଜରୁରୀ ଅଟେ, କାରଣ ସମୟ ସବୁବେଳେ ଆଗକୁ ହିଁ ବଢ଼ାଇବା ଶିଖାଇଥାଏ, ଆଉ ସ୍ଥିର ରହିବା ମଧ୍ୟ ଶିଖାଇଥାଏ। କାରଣ ଆମେ ଯେତେ ସ୍ଥିର ରହିବା ନା, ଆମର ମାଇଣ୍ଡ ସେତେ ଆଟ୍ରାକ୍ଟିଭ ହେବାକୁ ଲାଗିବ, ଯାହାଦ୍ୱାରା ଆମେ ନିଜର କୌଣସି ବି କାମକୁ ଆମେ ଆମ ନିୟନ୍ତ୍ରଣରେ ରଖିପାରିବା। କଠିନତା ସମୟରେ
କେବେ ବି ଭାଙ୍ଗି ପଡ଼ନି ସାଙ୍ଗମାନେ, କାରଣ ସେହି କଠିନତା ହିଁ ଆମକୁ କେତେବେଳେ ବି ସହଜରେ ପରିଣତ କରିଦିଏ, ତାହା ଆମକୁ କଦାପି ଜଣା ପଡ଼ିନଥାଏ। ତେଣୁ ସର୍ବଦା ନିଜ କାମ ଉପରେ ଧ୍ୟାନ ରଖନ୍ତୁ। ସେହି କାମ ଆପଣଙ୍କୁ କେତେବେଳେ କ'ଣ କରିଦେବ ତାହା କେବେ ଜାଣିପାରିବେ ନାହିଁ। କେତେ ବଡ଼ ବିଚିତ୍ର ଏହି ଦୁନିଆ। ଏଠି ମିଛ ନୁହେଁ, ବରଂ ସତ କହିବା ଦ୍ୱାରା ସମ୍ପର୍କ ଭାଙ୍ଗିଯାଏ। ଯଦି ଆପଣଙ୍କୁ କେହି ଖରାପ ବ୍ୟବହାର କରୁଛି, ତେବେ ତା ସହିତ ଆପଣ କେବେ ହେଲେ ବି ଖରାପ ବ୍ୟବହାର କରନ୍ତୁ ନାହିଁ। କାରଣ ମନେ ରଖନ୍ତୁ ସାଙ୍ଗମାନେ, ଆପଣଙ୍କ ପରିଚୟ ଆପଣଙ୍କ ଭଲ ବ୍ୟବହାର ପାଇଁ ହିଁ ସୃଷ୍ଟି ହୋଇଥାଏ। ଯେଉଁମାନେ ହୃଦୟରୁ ଭଲ ହୋଇଥାନ୍ତି ଏବଂ ବୁଦ୍ଧି ଖଟାଉଥିବା ଲୋକ ସେମାନଙ୍କର ବହୁତ ଫାଇଦା ଉଠାଇଥାନ୍ତି। ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ କି ନିଜର ଆବଶ୍ୟକତା ଠାରୁ ଅଧିକ କଥା କହିଥାନ୍ତି। ହୁଏତ ବୃଦ୍ଧି ଲୋକମାନେ ହିଁ ଅଧିକ କଥା କୁହନ୍ତି, କିନ୍ତୁ ଶାନ୍ତ ଏବଂ ସରଳ ରହୁଥିବା ବ୍ୟକ୍ତିମାନେ ଆବଶ୍ୟକତା ଠାରୁ କମ୍ କଥା ହିଁ କହିଥାନ୍ତି। ତ ସାଙ୍ଗମାନେ, ଏତିକି କହି ମୁଁ ମୋର ଭିଡ଼ିଓ ଶେଷ କରୁଛି। ତ ଯଦି ଭିଡ଼ିଓଟି ଭଲ ଲାଗିଲା, ଖାସ୍ କରି ଲାଇକ୍, ସେୟାର ଏଣ୍ଡ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରି ରଖିବେ, ଯାହାଦ୍ୱାରା ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କୁ ନୋଟିଫିକେସନ୍ ସାହାଯ୍ୟରେ ପହଞ୍ଚି ପାରିବ। ଆଉ ହଁ, କମେଣ୍ଟ ମଧ୍ୟ କରିବେ ଯେ ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା। ରହୁଛି, ଧନ୍ୟବାଦ।